ବିଚାରକର୍ତ୍ତା 6 ପର୍ବ। ଅନନ୍ତର ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ ଇସ୍ରାଏଲ ସନ୍ତାନଗଣ ତାହା କଲେ। ତେଣୁ ସଦାପ୍ରଭୁ ସେମାନଙ୍କୁ 7 ବର୍ଷ ପର୍ଯ୍ୟନ୍ତ ମିଦିନୀୟମାନଙ୍କର ହସ୍ତରେ ସମର୍ପଣ କଲେ। ତେଣୁ ମିଦିଆନୀୟମାନଙ୍କର ହସ୍ତ ଇସ୍ରାଏଲ ବିରୁଦ୍ଧରେ ପ୍ରବଳ ହେଲା। ପୁଣି ମିଦିଆନୀୟମାନଙ୍କର ସକାଶୁ ଇସ୍ରାଏଲ ସନ୍ତାନଗଣ ପର୍ବତସ୍ଥ ଗୋହିରୀ ଓ ଗୁମ୍ଫା ଓ ଦୁର୍ଗମ ସ୍ଥାନମାନଙ୍କରେ ବସା କଲେ। ତେଣୁ ଏହିପରି ହେଲା ଯେ ଇସ୍ରାଏଲୀୟମାନେ ବୀଜ ବୁଣିଲେ। ମିଦିଆନୀୟ ଓ ଅମାଲେକୀୟ ଓ ପୂର୍ବଦେଶୀୟ ଲୋକମାନେ ସେମାନଙ୍କ ବିରୁଦ୍ଧରେ ଚଢ଼ି ଆସନ୍ତି। ସେମାନେ ସେମାନଙ୍କ ବିରୁଦ୍ଧରେ ଚଢ଼ି ଆସି ସେମାନଙ୍କ ସମ୍ମୁଖରେ ଛାଉଣି କରି ଘଷା ପର୍ଯ୍ୟନ୍ତ ଭୂମିଜାତ ଶସ୍ୟାଦି ବିନାଶ କରନ୍ତି। ପୁଣି ଇସ୍ରାଏଲଙ୍କ ମଧ୍ୟରେ ପ୍ରାଣ ବଞ୍ଚିବାର କୌଣସି ଉପାୟ କି ମେଷ କି ଗୋରୁ କି ଗଧ କିଛି ରଖନ୍ତି ନାହିଁ। କାରଣ ସେମାନେ ଆପଣା ଆପଣା ପଶୁ ଓ ତମ୍ବୁ ଘେନି ଚଢ଼ି ଆସନ୍ତି। ସେମାନେ ପଙ୍ଗପାଳ ପରି ବହୁ ସଂଖ୍ୟକ ହୋଇ ଆସନ୍ତି। ସେମାନେ ଓ ସେମାନଙ୍କ ଓଟ ଉଭୟ ଅସଂଖ୍ୟ। ଆଉ ସେମାନେ ଦେଶକୁ ଉଚ୍ଛିନ୍ନ କରିବାକୁ ଆସନ୍ତି। ଏଣୁ ଇସ୍ରାଏଲ ମିଦିଅନ ସମ୍ମୁଖରେ ଅତି କ୍ଷୀଣ ହେଲେ। ପୁଣି ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ। ଏଥିରେ ଇସ୍ରାଏଲ ସନ୍ତାନଗଣ ମିଦିଅନ ସକାଶୁ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କରନ୍ତେ ସଦାପ୍ରଭୁ ଇସ୍ରାଏଲ ସନ୍ତାନଗଣ ନିକଟକୁ ଏକ ଭବିଷ୍ୟତ ବକ୍ତା ପ୍ରେରଣ କଲେ। ତେଣୁ ସେ ସେମାନଙ୍କୁ କହିଲେ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଆମ୍ଭେ ତୁମମାନଙ୍କୁ ମିସ୍ରରୁ ଆଣିଲୁ ଓ ଦାସଗୃହରୁ ତୁମମାନଙ୍କୁ ବାହାର କରି ଆଣିଲୁ। ପୁଣି ଆମ୍ଭେ ତୁମମାନଙ୍କୁ ମିସ୍ରୀୟମାନଙ୍କ ହସ୍ତରୁ ଓ ଯେଉଁମାନେ ତୁମମାନଙ୍କୁ ଉପଦ୍ରବ କଲେ ସେ ସମସ୍ତଙ୍କ ହସ୍ତରୁ ତୁମମାନଙ୍କୁ ଉଦ୍ଧାର କଲୁ ଓ ତୁମମାନଙ୍କ ସମ୍ମୁଖରୁ ସେମାନଙ୍କୁ ଘଉଡ଼ାଇ ଦେଲୁ। ଆଉ ସେମାନଙ୍କ ଦେଶ ତୁମମାନଙ୍କୁ ଦେଲୁ। ପୁଣି ଆମ୍ଭେ ତୁମମାନଙ୍କୁ କହିଲୁ, ଆମ୍ଭେ ହିଁ ସଦାପ୍ରଭୁ ତୁମମାନଙ୍କର ପରମେଶ୍ୱର। ତୁମେମାନେ ଯେଉଁ ଇମୋରୀୟମାନଙ୍କ ଦେଶରେ ବାସ କରୁଅଛ ସେମାନଙ୍କ ଦେବତାଗଣକୁ ଭୟ କରିବ ନାହିଁ। ମାତ୍ର ତୁମେମାନେ ଆମ୍ଭ ରବ ଶୁଣିନାହଁ। ଅନନ୍ତର ସଦାପ୍ରଭୁଙ୍କ ଦୂତ ଆସି ଅବିଏଶ୍ରୀୟ ଜୋୟାସର ଅଧିକାର ସ୍ଥିତ ଅଫ୍ରାରେ ଅଲନ ବୃକ୍ଷ ମୂଳରେ ବସିଲେ। ତତ୍କାଳେ ତାହାର ପୁତ୍ର ଗିଦିଓନ ମିଦିଆନମାନଙ୍କଠାରୁ ଗହମ ଲୁଚାଇବା ପାଇଁ ଦ୍ରାକ୍ଷାରସ କୁଣ୍ଡ ମଧ୍ୟରେ ତାହା ମଳୁଥିଲେ। ଥରେ ସଦାପ୍ରଭୁଙ୍କ ଦୂତ ତାହାକୁ ଦର୍ଶନ ଦେଇ କହିଲେ, ହେ ମହାବିକ୍ରମଶାଳୀ ଲୋକ, ସଦାପ୍ରଭୁ ତୁମ୍ଭ ସଙ୍ଗେ ଅଛନ୍ତି। ଏଥିରେ ଗିଦିଓନ ତାହାଙ୍କୁ କହିଲେ, ହେ ମୋର ପ୍ରଭୁ, ଯେବେ ସଦାପ୍ରଭୁ ଆମ୍ଭମାନଙ୍କ ସଙ୍ଗେ ଥାଆନ୍ତି ତେବେ ଆମ୍ଭମାନଙ୍କ ପ୍ରତି ଏସବୁ ଘଟିଅଛି କାହିଁକି? ପୁଣି ସଦାପ୍ରଭୁ ଆମ୍ଭମାନଙ୍କୁ କି ମିସ୍ରରୁ ଆଣିନାହାନ୍ତି? ଏହା କହି ଆମ୍ଭମାନଙ୍କ ପୂର୍ବପୁରୁଷମାନେ ଆମ୍ଭମାନଙ୍କ ଆଗରେ ତାହାଙ୍କର ଯେସବୁ ଆଶ୍ଚର୍ଯ୍ୟକ୍ରିୟାର କୀର୍ତ୍ତନ କରିଥିଲେ ସେସବୁ କାହିଁ? ମାତ୍ର ଏବେ ସଦାପ୍ରଭୁ ଆମ୍ଭମାନଙ୍କୁ ତ୍ୟାଗ କରିଅଛନ୍ତି ଓ ଆମ୍ଭମାନଙ୍କୁ ମିଦିଅନର ହସ୍ତରେ ସମର୍ପଣ କରିଅଛନ୍ତି। ସେତେବେଳେ ସଦାପ୍ରଭୁ ତାହାଙ୍କୁ ଅନାଇ କହିଲେ, ତୁମ୍ଭେ ଆପଣା ଏହି ବଳରେ ଯାଇ ମିଦିଅନ ହସ୍ତରୁ ଇସ୍ରାଏଲକୁ ଉଦ୍ଧାର କର। ଆମ୍ଭେ କି ତୁମ୍ଭକୁ ପଠାଇନାହୁଁ? ତେଣୁ ସେ ତାହାଙ୍କୁ କହିଲେ, ହେ ପ୍ରଭୁ, ମୁଁ କାହିଁକି ଇସ୍ରାଏଲକୁ ଉଦ୍ଧାର କରିବି? ଦେଖ, ମନସୀ ବଂଶ ମଧ୍ୟରେ ମୋର ପରିବାର ସବୁଠାରୁ କ୍ଷୀଣ, ପୁଣି ମୋର ପିତୃଗୃହ ମଧ୍ୟରେ ମୁଁ ସବୁଠୁ କନିଷ୍ଠ। ତେବେ ସଦାପ୍ରଭୁ ତାହାଙ୍କୁ କହିଲେ, ଆମ୍ଭେ ନିଶ୍ଚୟ ତୁମ୍ଭ ସଙ୍ଗେ କଥା ହେବା। ତହିଁରେ ତୁମ୍ଭେ ମିଦିଅନମାନଙ୍କୁ 1 ଜଣ ପରି ସଂହାର କରିବ। ତେଣୁ ସେ ତାହାଙ୍କୁ କହିଲେ, ଯେବେ ମୁଁ ଆପଣଙ୍କ ଦୃଷ୍ଟିରେ ଏବେ ଅନୁଗ୍ରହ ପାଇଲି ତେବେ ଆପଣ ଯେ ମୋ ସଙ୍ଗରେ କଥା କହୁଅଛନ୍ତି ତହିଁର ଏକ ଚିହ୍ନ ମୋତେ ଦେଖାନ୍ତୁ। ବିନୟ କରୁଅଛି, ମୁଁ ଆପଣା ଭେଟି ଘେନି ଆସି ଆପଣଙ୍କ ସମ୍ମୁଖରେ ଥୋଇବା ପର୍ଯ୍ୟନ୍ତ ଏ ସ୍ଥାନରୁ ପ୍ରସ୍ଥାନ ନ କରନ୍ତୁ। ତହିଁରେ ସେ କହିଲେ, ତୁମ୍ଭେ ଫେରି ଆସିବା ଯାଏ ଆମ୍ଭେ ରହିବା। ତେଣୁ ଗିଦିଓନ ଭିତରକୁ ଯାଇ ଏକ ଛାଗ ବତ୍ସ ଓ ଏକ ଅୟଫା ମଇଦାର ତାଡ଼ିଶୂନ୍ୟ ପିଠା ପ୍ରସ୍ତୁତ କଲେ। ମାଂସ ଗୋଟିଏ ଡାଲାରେ ଓ ଝୋଳ ଗୋଟିଏ କହାଇରେ ରଖି ବାହାରେ ତାହାଙ୍କ ନିକଟକୁ ଆଣି ଅଲନ ବୃକ୍ଷ ମୂଳେ ଥୋଇଲେ। ତେଣୁ ପରମେଶ୍ୱରଙ୍କ ଦୂତ ତାହାଙ୍କୁ କହିଲେ, ଏହି ମାଂସ ଓ ତାଡ଼ିଶୂନ୍ୟ ପିଠା ସବୁ ନେଇ ଏହି ଶୈଳ ଉପରେ ରଖ ଓ ତହିଁ ଉପରେ ଝୋଳ ଢାଳ। ତେଣୁ ସେ ସେପରି କଲେ। ତେବେ ସଦାପ୍ରଭୁଙ୍କ ଦୂତ ଆପଣା ହସ୍ତସ୍ଥିତ ଯଷ୍ଟିର ଅଗ୍ର ବଢ଼ାଇ ସେହି ମାଂସ ଓ ତାଡ଼ିଶୂନ୍ୟ ପିଠା ସ୍ପର୍ଶ କଲେ। ଏଥିରେ ସେ ଶୈଳରୁ ଅଗ୍ନି ବାହାରି ଏହି ମାଂସ ଓ ତାଡ଼ିଶୂନ୍ୟ ପିଠା ଦଗ୍ଧ କଲା। ତେଣୁ ସଦାପ୍ରଭୁଙ୍କ ଦୂତ ତାହାର ଦୃଷ୍ଟିଗୋଚରରୁ ପ୍ରସ୍ଥାନ କଲେ। ତହିଁରେ ସେ ଯେ ସଦାପ୍ରଭୁଙ୍କ ଦୂତ ଏହା ଗିଦିଓନ ବୁଝିଲେ। ପୁଣି ଗିଦିଓନ କହିଲେ, ହାୟ ହାୟ, ହେ ପ୍ରଭୁ ସଦାପ୍ରଭୁ,
ମୁଁ ସମ୍ମୁଖ ସମ୍ମୁଖୀ ହୋଇ ସଦାପ୍ରଭୁଙ୍କ ଦୂତକୁ ଦେଖିଲି। ତହିଁରେ ସଦାପ୍ରଭୁ ତାହାଙ୍କୁ କହିଲେ, ତୁମ୍ଭର ମଙ୍ଗଳ ହେଉ, ଭୟ ନ କର, ତୁମ୍ଭେ ମରିବ ନାହିଁ। ତ ଗିଦିଓନ ସେଠାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦୀ ନିର୍ମାଣ କଲେ। ତହିଁର ନାମ ଜିହୋବା ସାଲେମ, ସଦାପ୍ରଭୁ ମଙ୍ଗଳ ସ୍ୱରୂପ ରଖିଲେ। ତାହା ଅବ୍ରି ଆଉ ଏସିଆମାନଙ୍କର ଅଫ୍ରାରେ ଆଜି ପର୍ଯ୍ୟନ୍ତ ଅଛି। ଅନନ୍ତର ସେହି ରାତ୍ରିରେ ସଦାପ୍ରଭୁ ତାହାଙ୍କୁ କହିଲେ, ତୁମ୍ଭେ ଆପଣା ପିତାର ଯୁବା ଗୋରୁକୁ ଅର୍ଥାତ୍ 7 ବର୍ଷର ଦ୍ୱିତୀୟ ଗୋବତ୍ସକୁ ନିଅ। ତୁମ୍ଭ ପିତାର ଥିବା ବାଲ୍ ଦେବତାର ଯଜ୍ଞବେଦୀ ଭାଙ୍ଗି ପକାଅ ଓ ତନ୍ନି ନିକଟସ୍ଥ ଆସେରାର ମୂର୍ତ୍ତି କାଟି ପକାଅ। ପୁଣି ଏହି ଗଡ଼ ଉପରେ ରୀତିମତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦୀ ନିର୍ମାଣ କର। ଆଉ ତୁମେ ଯେଉଁ ଆସେରାର ମୂର୍ତ୍ତି ଛେଦନ କରିବ, ତହିଁର କାଷ୍ଠ ନେଇ ସେହି ଦ୍ୱିତୀୟ ଗୋବତ୍ସକୁ ହୋମବଳି ରୂପେ ଉତ୍ସର୍ଗ କର। ତହିଁରେ ଗିଦିଓନ ଆପଣା ଦାସମାନଙ୍କ ମଧ୍ୟରୁ 10 ଜଣଙ୍କୁ ସଙ୍ଗରେ ନେଲେ ଓ ସଦାପ୍ରଭୁ ଯେପରି କହିଥିଲେ ସେପରି କଲେ। ମାତ୍ର ଆପଣା ପିତୃ ପରିବାର ଓ ନଗରସ୍ଥ ଲୋକମାନଙ୍କୁ ଭୟ କରିବାରୁ ସେ ଦିନବେଳେ ତାହା କରି ନ ପାରି ରାତ୍ରି ବେଳେ ତାହା କଲେ। ତ ନଗରସ୍ଥ ଲୋକମାନେ ପ୍ରଭାତରେ ଉଠନ୍ତେ, ଦେଖ, ବାଲର ଯଜ୍ଞବେଦୀ ଭଙ୍ଗା ଓ ତନ୍ନି ନିକଟସ୍ଥ ଆସରା ମୂର୍ତ୍ତି କଟା। ପୁଣି ନିର୍ମିତ ଯଜ୍ଞବେଦୀ ଉପରେ ସେହି ଦ୍ୱିତୀୟ ଗୋବତ୍ସର ଉତ୍ସର୍ଗ ହୋଇଅଛି। ତୁ ସେମାନେ ପରସ୍ପର କହିଲେ, ଏକଥା କିଏ କରିଅଛି? ପୁଣି ସେମାନେ ପଚାରି ବୁଝି କହିଲେ, ଜୋୟାସର ପୁତ୍ର ଗିଦିଓନ ଏକଥା କରିଅଛି। ତେବେ ନଗରସ୍ଥ ଲୋକମାନେ ଜୋୟାସକୁ ଡାକିଲେ ଓ କହିଲେ, ତୁମ ପୁତ୍ରକୁ ବାହାର କରି ଆଣ, ସେ ହତ ହେବ, କାରଣ ସେ ବାଲର ଯଜ୍ଞବେଦୀ ଭାଙ୍ଗିଅଛି ଓ ତନ୍ନି ନିକଟସ୍ଥ ଆସେରା ମୂର୍ତ୍ତି କାଟି ପକାଇଛି। ତହିଁରେ ଜୋୟାସ ଆପଣା ପ୍ରତିକୂଳରେ ଠିଆ ହେବା ସମସ୍ତଙ୍କୁ କହିଲା, ତୁମେମାନେ କି ବାଲ ପକ୍ଷରେ ବିବାଦ କରିବ? ଅବା ତୁମେମାନେ କି ତାହାକୁ ଉଦ୍ଧାର କରିବ? ଯେ ତାହାର ପକ୍ଷରେ ବିବାଦ କରିବ, ସେ ସକାଳ ଥାଉ ଥାଉ ତାହାର ପ୍ରାଣଦଣ୍ଡ ହେଉ। ଯେବେ ସେ ଦେବତା, ତେବେ ସେ ଆପଣା ପକ୍ଷରେ ଆପେ ବିବାଦ କରୁ, କାରଣ କେହି ତାହାର ଯଜ୍ଞବେଦୀ ଭାଙ୍ଗିଅଛି। ଏହେତୁ ସେ ବାଲର ଯଜ୍ଞବେଦୀ ଭାଙ୍ଗିବାରୁ ସେ ତା ପ୍ରତିକୂଳରେ ବିବାଦ କରୁ। ଏହା କହି ସେ ସେହି ଦିନ ଗିଦିଓନମାନଙ୍କ ନାମ ଜିରୁଦାଲ, ବାଲ ବିବାଦ କରୁ ରଖିଲା। ସେ ସମୟରେ ସମସ୍ତ ମିଦିୟନୀୟ ଓ ଅମାଲେକୀୟ ଓ ପୂର୍ବଦେଶୀୟ ଲୋକମାନେ ଆପଣାମାନଙ୍କୁ ଏକତ୍ର କଲେ। ପୁଣି ସେମାନେ ପାର ହୋଇ ଜିସ୍ରିଏଲର ତଳଭୂମିରେ ଛାଉଣି କଲେ। ମାତ୍ର ସଦାପ୍ରଭୁଙ୍କ ଆତ୍ମା ଗିଦିଓନଙ୍କ ଉପରେ ଅଧିଷ୍ଠାନ କରନ୍ତେ ସେ ତୁରୀ ବଜାଇଲେ। ତହିଁରେ ଅବ୍ରିୟେସୀୟ ବଂଶ ତାଙ୍କ ପଛେ ଏକତ୍ର ହେଲେ। ପୁଣି ସେ ମନସୀ ଦେଶର ସର୍ବତ୍ର ଦୂତ ପଠାନ୍ତେ, ସେମାନେ ମଧ୍ୟ ତାହାର ପଛେ ପଛେ ଏକତ୍ର ହେଲେ। ତେଣୁ ସେ ଆସେର ଓ ସବଲୁନ ଓ ନପ୍ତାଲି ବଂଶ ନିକଟକୁ ଦୂତ ପଠାନ୍ତେ, ସେମାନେ ସେମାନଙ୍କ ସଙ୍ଗେ ମିଳିବାକୁ ଆସିଲେ। ଏଉତରେ ଗିଦିଓନ ପରମେଶ୍ୱରଙ୍କୁ କହିଲେ, ଯେବେ ତୁମେ ଆପଣା ବାକ୍ୟ ପ୍ରମାଣେ ମୋ ହସ୍ତ ଦ୍ୱାରା ଇସ୍ରାଏଲକୁ ଉଦ୍ଧାର କରିବ, ତେବେ ଦେଖ, ମୁଁ ଖଳାରେ ଗଦାଏ ମେସୋଲୋମ ରଖିବି। ଯେବେ କେବଳ ସେହି ଲୋମ ଗଦା ଉପରେ କାକର ପଡ଼େ ଓ ସମସ୍ତ ଭୂମି ଶୁଷ୍କ ରହେ, ତେବେ ତୁମେ ଆପଣା ବାକ୍ୟ ଅନୁସାରେ ମୋ ହସ୍ତ ଦ୍ୱାରା ଇସ୍ରାଏଲକୁ ଉଦ୍ଧାର କରିବ ବୋଲି ମୁଁ ଜାଣିବି। ତହିଁରେ ସେରୂପେ ହେଲା। ସେ ପରଦିନ ପ୍ରଭାତରେ ଉଠି ସେହି ଲୋମ ଏକତ୍ର ଚିପି କାକରର ଚିପୁଡ଼ନ୍ତେ ଲୋମରୁ ପୂର୍ଣ୍ଣ ଏକପାତ୍ର ଜଳ ବାହାରିଲା। ସେତେବେଳେ ଗିଦିଓନ ପରମେଶ୍ୱରଙ୍କୁ କହିଲେ, ମୋ ପ୍ରତିକୂଳରେ ତୁମ୍ଭର କ୍ରୋଧ ପ୍ରଜ୍ୱଳିତ ନ ହେଉ। ମୁଁ ଏଥରକ ମାତ୍ର କହିବି, ବିନୟ କରୁଅଛି, ଏହି ଲୋମ ଦ୍ୱାରା ମୋତେ ଏହି ଥରକ ମାତ୍ର ପରୀକ୍ଷା ନେବାକୁ ଦିଅ। ବିନୟ କରୁଅଛି, କେବଳ ଲୋମ ଉପରେ ଶୁଷ୍କତା ହେଉ ଓ ସମସ୍ତ ଭୂମି ଉପରେ କାକର ପଡ଼ୁ। ତେଣୁ ପରମେଶ୍ୱର ସେହି ରାତ୍ରି ସେହି ରୂପେ କଲେ। କେବଳ ଲୋମ ଉପରେ ଶୁଷ୍କତା ହେଲା ଓ ସମସ୍ତ ଭୂମିରେ କାକର ପଡ଼ିଲା।